हरे कृष्ण। श्रीमद् भगवद गीता चैप्टर 3 वर्स 22। नामे पार्थार्थी नामे पार्थार्थी कर्तव्यं तृष्णो लोकेषु किंचन नानवाप्तं वाप्तव्यं वर्त एव च कर्मणि न मे पार्थार्थी कर्तव्यं त्रिषु लोकेषु किंचन नानवाप्तं वाप्तव्यं वर्त एव च कर्मणि। अर्थात हे पृथापत्र, ए त्रिभुवନରେ ମୋର କୌଣସି କର୍ତ୍ତବ୍ୟ କର୍ମ ନାହିଁ କିମ୍ବା ମୋର କିଛି ଅଭାବ ବି ନାହିଁ କିମ୍ବା ମୁଁ କିଛି ଦରକାର କରେ ନାହିଁ, ତଥାପି ମୁଁ କର୍ମରେ ନିଯୁକ୍ତ ଅଛି। ଭଗବାନ କହୁଛନ୍ତି ତଥାପି ମୁଁ କର୍ମରେ ନିଯୁକ୍ତ ଅଛି, ମୋର କିଛି ଦରକାର ନାହିଁ, ତଥାପି ମୁଁ କର୍ମରେ ନିଯୁକ୍ତ ଅଛି। ଭାବାର୍ଥ, ପରମ ପୁରୁଷ ଭଗବାନଙ୍କ ବିଷୟରେ ନିମ୍ନ ମତେ ବୈଦିକ ସାହିତ୍ୟରେ ବର୍ଣ୍ଣନା ଅଛି। ତମ ଈଶ୍ୱରାଣ ପରମଂ ମହେଶ୍ୱରଂ ଚ ଦେବତାନଂ ପରମଂ ଚ ଦୈବତଂ ପତି ପତିନାଂ ପରମ ପରସ୍ତାଦ୍ବିଦାಂ ଦେବ ଭୁବନେଶ୍ୱ न तस्य कार्यं कारणं च विद्यते न तत्तमश्चाद्भ्यधिकश्च दृश्यते परास्य शक्तिर विविधैव श्रूयते स्वाभाविक ज्ञान बल क्रिया च। अर्थात परमेश्वर हेउचंती समग्र ईश्वरंकर ईश्वर ଏବଂ ସମସ୍ତ ଦେବତାଙ୍କର ସେ ହେଉଛନ୍ତି ପ୍ରଭୁ। ଅର୍ଥାତ୍ ବିଭିନ୍ନ ଲୋକସେବା ବିଭିନ୍ନ ଲୋକରେ ଥିବା ଲୋକପାଳମାନଙ୍କର ସେ ହେଉଛନ୍ତି ପ୍ରଭୁ। ସମସ୍ତେ ତାଙ୍କ ଅଧୀନରେ। ପରମେଶ୍ୱର ସମସ୍ତ ଜୀବଙ୍କୁ କିଛି ନା କିଛି ଶକ୍ତି ପ୍ରଦାନ କରିଛନ୍ତି, କିନ୍ତୁ ସେମାନେ ପରମେଶ୍ୱର ନୁହନ୍ତି। ସମସ୍ତ ଦେବତା ତାଙ୍କୁ ପୂଜା କରନ୍ତି ଏବଂ ସେ ସବୁ ଈଶ୍ୱରଙ୍କର ପରମ ଈଶ୍ୱର ଅଟନ୍ତି। ସେଇଥିପାଇଁ ସେ ସମସ୍ତ ପ୍ରକାର ଏ ଜାଗତିକ ନେତା ବା ନିୟନ୍ତ୍ରଣକାରୀଙ୍କର ଊର୍ଦ୍ଧ୍ୱରେ ଅଛନ୍ତି ଏବଂ ସେ ସମସ୍ତଙ୍କର ପୂଜ୍ୟ ଅଟନ୍ତି। ତାଙ୍କଠାରୁ କେହି ବଡ଼ ନାହାନ୍ତି ଏବଂ ସେ ସମସ୍ତ କାରଣର କାରଣ ବା ପରମ କାରଣ ଅଟନ୍ତି। ଏକ ସାଧାରଣ ଜୀବର ଯେପରି ଶରୀର ଅଛି, ତାଙ୍କର ସେପରି ଶରୀର ନାହିଁ। ତାଙ୍କର ଆତ୍ମା ଓ ତାଙ୍କର ଶରୀର ମଧ୍ୟରେ କୌଣସି ପ୍ରଭେଦ ନାହିଁ। ସେ ପରମ ଅଟନ୍ତି। ତାଙ୍କର ସମସ୍ତ ଇନ୍ଦ୍ରିୟ ଦିବ୍ୟେନ୍ଦ୍ରିୟ ଅଟେ। ତାଙ୍କର ଯେକୌଣସି ଇନ୍ଦ୍ରିୟ ଅନ୍ୟ ଇନ୍ଦ୍ରିୟର କାର୍ଯ୍ୟ କରିପାରେ। ତେଣୁ ତାଙ୍କଠାରୁ କେହି ବଡ଼ ନୁହନ୍ତି କିମ୍ବା ତାଙ୍କ ସହିତ ସମାନ ମଧ୍ୟ ନୁହନ୍ତି। ତାଙ୍କର ଅନନ୍ତ ଶକ୍ତି ଅଛି ଏବଂ ଏଇଥି ଯୋଗୁଁ ତାଙ୍କର ସମସ୍ତ କ୍ରିୟା ସ୍ୱାଭାବିକ ଭାବରେ ହୋଇଯାଉଛି। ଏଇଟା ଶ୍ଵେତାଶ୍ଵେତ ଉପନିଷଦ 6:7-8। न मे पार्थास्ति कर्तव्यं त्रिषु लोकेषु किंचन नानवाप्तं वाप्तव्यो वर्त एव च कर्मणि न मे पार्थास्ति कर्तव्यो न मे पार्थास्ति कर्तव्यं त्रिषु लोकेषु किंचन नानवाप्तं वाप्तव्यं वर्त एव च कर्मणि। हरे कृष्ण।